ମୁଁ ଭାବି ନଥିଲି କି ମୋତେ ଭଡ଼ା ମିଳିଯିବ ବୋଲି। ତ ସକାଳୁ ସକାଳୁ ଉଠିକି ମୁଁ ସିଧା ଚାଲିଲି ଗାଡ଼ି ଆଡ଼କୁ। ତ ଗାଡ଼ିର ଡୋର୍ ଖୋଲିକି ତ ବସିକି ଗଲି ମୁଁ ଗାଡ଼ି ଭିତରେ। ଗାଡ଼ି ଭିତରେ ବସି ସାରିଲା ପରେ ସିଧା ଚାଲିଲୁ ଆମେ ବୁଲେଇ। ତ ସେଠୁ ଆସିଲା ଗୋଟେ ପାର୍ଟି, ତ ତା ସାଙ୍ଗେ କଥାବାର୍ତ୍ତା ହେଇକି ଆମେ 2 ଜଣ ଚାଲିଲୁ ପୁଣି ସର। ତ ସରାକୁ ଗଲା ଭିତରେ ମନ୍ଦିର ଗୋଟେ ପଡ଼ିଲା, ତ ଜୁହାର ହେଇକି ସିଏ ଗୋଟେ ସଫଲ ଖାଇଥିଲା। ତ ସଫଲ ଖାଇସାରିଲା ପରେ ଆମେ ଚାଲିଲୁ ସିଧା ବାହାନଗା ପହଞ୍ଚି ଯାଇଥିଲୁ। ତ ବାହାନଗା ପହଞ୍ଚି ସାରିଲା ପରେ ଏବେ ଆସିକି ଆମେ ସେଇ ଜାଗାରେ ପହଞ୍ଚି ଯାଇଛୁ। ଦେଖିପାରୁଥିବେ ଏଇଗୁଡ଼ା ସବୁ ଇଲେକ୍ଟ୍ରିକ୍ ସବୁ ଖୁଣ୍ଟି ସବୁ ଲାଗିଛି। କେର ଏଇଠୁ ଜିନିଷ ଯିବ, ହେଇଯିବ 5ଟା ହେଇଯିବ। ଏଇଠି ବସି ବସି ଇଏ କରିବା ଆଉ କିସ କରିବା ଆଉ। ଗାଡ଼ି ସେଇଠି ଠିଆ ହେଇଛି ମୋ ଗାଡ଼ି। ଦେଖାଯାଉ କେତେବେଳେ କାମ ସରୁଛି ଯିବା ଆଉ। ଚାଲ ଦେଖିବା କିସ ହଉଛି। ତ ଭାଇ ଆମର ଗୋଟେ ଗୋଟେ ଏଇରେ ଗୁଡ଼ା ସବୁ ଗଡ଼େଇକି ଆଣୁଥିଲେ। ତ ଦେଖିପାରୁଥିବେ ଟ୍ରାନ୍ସଫର୍ମର ସବୁ କେଡେ କେଡ଼ିକା ସବୁ ଲାଗିଛି। ତ ଏଠି 2 ଜଣ ତାଙ୍କର ପିଟି ପିଟି ସେଗୁଡ଼ା କାଟୁଛନ୍ତି। ତ କାଟି ସାରିଲା ପରେ ଲଡ଼ ଲାଡ଼ ଅଧା କରିଦେଲେ। ତ ଆଉ ସେ ବଡ଼ ଜିନିଷ ଗୁଡ଼ା ମିଶିକି 4 ଜଣ ମୂର୍ତ୍ତି ଟେକିଲେ। ତ ଟେକି ସାରିକି ମୋତେ ଦେଲେ ଗୋଟେ ଆଣିକି କାଗଜ। ତ ତାକୁ ମୁଁ ଦେଖିଲି ବିଲ୍ଟା ଠିକ୍ ଠାକ୍ ଅଛି ନା ନାହିଁ। ତ ବିଲ୍ ଦେଇ ସାରିଲା ପରେ ଆମେ ଷ୍ଟାର୍ଟ କରିକି ସିଧା ପଳେଇ ଆସିଲୁ। ତ ଆସିକି ଜାଗା ପହଞ୍ଚିକି ଆମେ ଅନଲୋଡ଼ କରିଦେଲୁ ସେ ଜିନିଷକୁ। ତ କଣ ସେଇ ଭଡ଼ାଟା କରିଦେଇକି ପଳେଇ ଆଇନି। ଆଇଲା ବେଳକୁ ଦେଖିଲାକୁ ମାନେ ଆଗୁଲିଆ ରଖିତେ ଜାଗା ନାହିଁ, ତ ପଳେଇ ଆସିନି ଆଉ। ଘରକୁ ପଳେଇଯା, ଗୋଟେ ଭଡ଼ା ହେଇଗଲା ଆଉ କିସ ଅଛି। ଯଦି ଏହି ମିନି ବ୍ଲଗ ଟିକେ ଭଲ ଲାଗିଛି ତ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ କରି ରହିଲି। ଜୟ ଜଗନ୍ନାଥ।